ଝିଟିପିଟି ଆମ ଘରକୁ ପଶିଲେ ଆମକୁ ବହୁତ କ୍ଷତିକାରକ କରିଥାଏ। କାହିଁକିନା ଯେମିତିକି ଆପଣମାନେ ଜାଣିଥିବେ ଝିଟିପିଟି ଘର ରହିଲେ ବିଷାକ୍ତ ବି ବହୁତ ପ୍ରକାର, କେତେଜଣ ବି ଶୁଭ ମାନନ୍ତି, କେତେଜଣ ଅଶୁଭ ମାନନ୍ତି। ତାପରେ ବି ଆପଣମାନଙ୍କର ଇଏ ଝିଟିପିଟି ଦେହର ପଡ଼ିଲେ ବି ଅଶୁଭ ହୋଇଥାଏ କେତେ ପ୍ରକାର। ତାର ବି ପରିସ୍ରା ପଡ଼ିଲେ ଆପଣମାନଙ୍କ ଦେହରେ ଘା ହେଇଯାଏ। ତ ଖାଦ୍ୟରେ ପଡ଼ିଲେ ଇଏ ତ ପୁରା ବିଷାକ୍ତ କରିଦିଏ, ଆପଣମାନେ ମରିଯାଇପାରନ୍ତି, ପୁରା ବିଷାକ୍ତ ହେଇଯାଏ। ତ ତାକୁ ଆପଣମାନେ କେମିତି ଘରଠାରୁ ଦୂର କରିବେ, ତ ନିଶ୍ଚିତ ଭାବରେ এই ଭିଡ଼ିଓକୁ ଦେଖନ୍ତୁ ଆଉ ଆପ୍ଲାଏ ମଧ୍ୟ କରନ୍ତୁ। ଚାଲନ୍ତୁ ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା। ଝିଟିପିଟି ଆପଣମାନଙ୍କ ଘରେ କେମିତି ଆପଣମାନଙ୍କୁ ଦୂର କରିବେ, ନିଶ୍ଚିତ ଭାବରେ এই ଭିଡ଼ିଓକୁ ଦେଖନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛୁ ଆଉ ଏକ ନୂଆ ଭିଡ଼ିଓକୁ। ତ ଚାଲନ୍ତୁ ରେମେଡ଼ିଟି ପ୍ରସ୍ତୁତ କରିବା ଆଉ ଝିଟିପିଟିକୁ ଆମେ ଦୂରେଇ ଦେବା। ପ୍ରଥମେ ତ ଆମେ ନେଇଛେ ଏଠି ଦେଖନ୍ତୁ, ମୁଁ ଏଠି ନେଇଛି ଗୋଟେ ପିଆଜ ନେଇଛି। ପିଆଜର ସ୍ମେଲ୍ଟି ବହୁତ ଖରାପ, ଆପଣମାନେ ଜାଣିଥିବେ। ଖାଇବା ପାଇଁ ସିନା ପେଟକୁ ଭଲ କି ରାନ୍ଧିବା ପାଇଁ ଭଲ, କିନ୍ତୁ ତା ସ୍ମେଲ୍ଟି ବହୁତ ଖରାପ କରେ। ତାହାରି ବାସ୍ନାରେ ଆପଣମାନଙ୍କର ଯେଉଁ ଝିଟିପିଟି, ଅସରପା, ମଶା ଯାହା ବି ଥିବ ଘରର ପୋକଜୋକ ସବୁ ଦୂରେଇ ଯିବେ। ତାପରେ ମୁଁ ଏଠି ରସୁଣ ନେଇଛି, 4ରୁ 5 ପାଖୁଡ଼ା ନେଇଛି। ରସୁଣ ଆଉ ପିଆଜକୁ ଭଲ ଭାବରେ ବାଟିଦେବେ, ତାକୁ ପେଷ୍ଟ କରିଦେବେ। ମୁଁ ଯେଉଁ ପ୍ରୋସେସ୍ରେ କରୁଛି ସେଇ ପ୍ରୋସେସ୍ରେ ଆପଣମାନଙ୍କୁ କରନ୍ତୁ, ନିଶ୍ଚିତ ଭାବରେ ଆପଣମାନଙ୍କର ସମସ୍ୟା ଦୂର ହେବ। ତ ନିଶ୍ଚିତ ଭାବରେ ଏଇ ପ୍ରୋସେସ୍ର କରନ୍ତୁ। ତ ଝିଟିପିଟି ଆମ ଘରେ ରହିଲେ ବହୁତ ଅସୁବିଧା କରେ, କ୍ଷତିକାରକ ତ ଆପଣମାନେ ଜାଣିଥିବେ। ଯେଉଁମାନଙ୍କ ଘରେ ଝିଟିପିଟି କାନ୍ଥ ବାଡ଼ରେ, ଲାଇଟ୍ ପାଖରେ ବେଶୀ କରି ଦେଖାଯାଏ, ତ ସେଇ ଜାଗାରେ ବେଶୀ କରି ଖରାପ କରିଦିଏ। ବେଶୀ ଝିଟିପିଟି ତା ବି ଯେଉଁ ଝିଟିପିଟିର ତାର ଯେଉଁ ଝାଡ଼ା ହୁଏ, ସେ ବି ବହୁତ କ୍ଷତିକାରକ ଆମ ଦେହରେ ପଡ଼ିଲେ। ତ ତାକୁ ଆପଣମାନେ ମୋଟେ ବି ପ୍ରୋସେସ୍ ଦେବେନି, ମୋଟେ ବି ଘରକୁ ଆସିତେ ଦିଅନ୍ତୁନି। ମାରିବା କଥା ନୁହେଁ, କିନ୍ତୁ ଆମେ ଦୂରେଇ ଦେବା, ଘରକୁ ଯେମିତି ପଶିବ ନାହିଁ। ତ ଏଠି ମୁଁ ରସୁଣ ପିଆଜକୁ ଭଲ ଭାବରେ ଦେଖନ୍ତୁ ଛଡ଼େଇ ଦେଲି, ଚୋପା ଛଡ଼େଇ ଦେଲି। ତାପରେ ଆପଣମାନେ କ'ଣ କରିବେ ନା, ତାକୁ ଟିକେ ବାଟିଦେବେ, ଗ୍ରାଇଣ୍ଡିଙ୍ଗ କରିଦେବେ, ନହେଲେ ଯଦି କୁରା ସାହାଯ୍ୟରେ ଚିକୁରି ଦେବେ। କୁରି ଦେଲେ ଆମର ଯେଉଁ ପିଆଜର ରସଟି ବାହାରିବ ନାହିଁ, ଡାଇରେକ୍ଟଲି ଆପଣମାନେ ଗ୍ରାଇଣ୍ଡିଙ୍ଗ କରିଦେବେ। ଟିକେ ପାଣି ଦେଇକି ଗ୍ରାଇଣ୍ଡିଙ୍ଗ କରିଦେବେ, ଭଲ ଭାବରେ ପେଷ୍ଟ କରିଦେବେ, ଯେମିତି ଆପଣମାନଙ୍କର ମସଲା ବାଟନ୍ତି ସେମିତିକା। ତାପରେ ଆପଣମାନେ କ'ଣ କରିବେ ନା, ପେଷ୍ଟ ହେଇସାରିଲା ପରେ ଏଠି ଯେଉଁ ମୁଁ ଦେଖୁଥିବେ ଆପଣମାନେ, ମୁଁ ପେଷ୍ଟ ହେଇସାରିଲା ପରେ ଆପଣମାନଙ୍କୁ ଦେଖାଉଛି। ବହୁତ ୟୁଜଫୁଲ୍ ଭିଡ଼ିଓ, ବହୁତ ସୁନ୍ଦର ଭିଡ଼ିଓ ଆଜି ମୁଁ ନେଇକରି ଆସିଛି ଆପଣମାନଙ୍କର। କିଛି ବି କ୍ଷତିକାରକ ହେବ ନାହିଁ, କିଛି ମାରିବାର ନାହିଁ, ସାଇଡ଼୍ ଇଫେକ୍ଟ ହେବାର ନାହିଁ, କେମିକାଲ ଜିନିଷ ମିଶିବାର ନାହିଁ। ତ ନିଶ୍ଚିତ ଭାବରେ ଆପଣମାନେ ହୋମମେଡ଼୍ ନିଶ୍ଚିତ ଭାବରେ କରନ୍ତୁ। ଆଉ ଘରେ ଜିନିଷ, ଏଇସବୁ ଜିନିଷ ବାହାରି ପଡ଼ିବ, କିଛି କିଣିବା ପାଇଁ ପଡ଼ିବନି। ପିଆଜ, ରସୁଣ ମୁଁ ଯେଉଁ ଇନଗ୍ରିଡ଼ିଏଣ୍ଟ ସବୁ ପକାଉଛି, ତ ନିଶ୍ଚିତ ଭାବରେ ଆପଣମାନଙ୍କ ଘରେ ଏସବୁ ଜିନିଷ ଅଛି। ତ ଆପଣମାନେ ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ, ପେଷ୍ଟ କରିସାରିଲା ପରେ ତାକୁ ଟିକେ ଷ୍ଟ୍ରେନର୍ ସାହାଯ୍ୟରେ ଛାଙ୍କି ଦେବେ। ସିଏ ତାର ଆମର ମସଲା ଗୁଡ଼ିକ, ଖଦଡ଼ା ଗୁଡ଼ିକ ଦରକାର ନାହିଁ, ଆମର ପିଆଜ ଆଉ ରସୁଣର ରସଟା ହିଁ ଦରକାର। ବହୁତ ରସ ବାହାରିବ। ଥରେ ପେଷ୍ଟ କଲେ ଗୋଟେ ପିଆଜ ଆଉ 4-5 ପାଖୁଡ଼ା ରସୁଣର ବହୁତ ଗୁଡ଼ିକ ରସ ବାହାରିବ। ତ ଆପଣମାନେ ତାକୁ କାଢ଼ିଦେବେ, ରସ କାଢ଼ିଦେବେ। ସେଇ ରସରେ ଆମେ ପ୍ରସ୍ତୁତ କରିବା ରେମେଡ଼ି। ତ ଏଠି ମୁଁ ରସ କାଢ଼ିଦେଲି। ତ ରସ କାଢ଼ି ଦେଇ ସାରିଲା ପରେ ତାପରେ ମୁଁ ଏଠି ପକାଇବି, ଆପଣମାନେ ଦେଖୁଥିବେ ମୁଁ କ'ଣ କ'ଣ ପକାଉଛି। ମୋଟେ ବି ଭିଡ଼ିଓକୁ ସ୍କିପ୍ କରିକି ଦେଖନ୍ତୁନି, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନିଶ୍ଚିତ ଭାବରେ ୟୁଜଫୁଲ୍ ଭିଡ଼ିଓ ଆଉ ଆପଣମାନଙ୍କ କାମରେ ଆସିବ। ତାପରେ ମୁଁ ଏଠି ନେଇଛି କିଛି ଡେଟଲ୍। ଆପଣମାନଙ୍କ ଘରେ ତ, ସମସ୍ତଙ୍କ ଘରେ ତ ଆଭେଲେବୁଲ୍ ଥିବ ଡେଟଲ୍। ସେ ଡେଟଲ୍ରେ 1 ଚାମଚ ଡେଟଲ୍ ପକାଇଦେବେ, ତାକୁ ଭଲ ଭାବରେ ମିକ୍ସ କରିଦେବେ। ତାପରେ ଆମେ ଏଠି ସାଧା ପାଣି ବି ଟିକେ ପକାଇକି ବି ଅଧିକା ପରିମାଣ ଟିକେ କ୍ୱାଣ୍ଟିଟି ବଢ଼ାଇ ଦେବା। ତାପରେ ଆପଣମାନଙ୍କର ଏଠି ଥିବ, ଦେଖିଥିବେ ଆପଣମାନଙ୍କ ଘରେ ଥିବ ଗୋଲମରିଚ ଗୁଣ୍ଡ ଯଦି ଅଛି, ଏଥିରେ ବି ମିକ୍ସ କରିପାରିବେ। ଯଦି ଆପଣମାନେ ଗୋଲମରିଚ ଗୋଟା ଅଛି, ତାକୁ ଟିକେ ଖଦଡ଼ା ଟାଇପ୍ର କରିଦେବେ, ଏମିତି ଟାଇପ୍ର ଛେଞ୍ଚି ଦେବେ। ଛେଞ୍ଚି ଦେଇକି ଆମ ଦରଗଡ଼ା ହେଲେ ବି ଚଳିବ। ଆମର ଏଥିରେ କିଛି ଫିଙ୍ଗିବାର ନାହିଁ, କି ନଷ୍ଟ କରିବାର ନାହିଁ, କି ଖାଇବାର ନାହିଁ। ଆମେ ସେଥିରେ ମିଶାଇକି ସେଇ ଭିତରେ ମିକ୍ସ କରିବା। ଦେଖନ୍ତୁ ଏଠି ଭଲ ଭାବରେ ଦରଗଡ଼ା ଟାଇପ୍ର ହେଇଗଲା। ଗୋଲମରିଚର ପାୱାର ବହୁତ କଡ଼ା, ବହୁତ ସ୍ମେଲ୍ ବି ଅଛି। ମାନେ କହିଲା ଲୋକ ଡେଟଲ୍ ଆମ ଘରକୁ କ୍ଲିନ୍ କରିବ, ଜୀବାଣୁ ମୁକ୍ତ କରିବ।
ତାର ବି ସେଣ୍ଟ ବହୁତ ଖରାପ, ପିଆଜର ବି ବହୁତ ସେଣ୍ଟ ଖରାପ, ଆଉ ଗୋଲମରିଚ ଯେଉଁ ରହିଛି ସିଏ ବି ବହୁତ ଇଏ ଯେତିକି ଆମ ଜିନିଷ ରହିଛି ଆମ ସିନା ଦେହ ପ୍ରତି ବହୁତ ବେନିଫିଟ୍, କିନ୍ତୁ ଜୀବାଣୁମାନଙ୍କ ପ୍ରତି ବହୁତ ଖରାପ ଜିନିଷଟି। ତ ଆପଣମାନେ ଟ୍ରାଏ ନିଶ୍ଚିତ ଭାବରେ କରନ୍ତୁ। ତ ଭଲ ଭାବରେ ମୁଁ ଏଠି ମିକ୍ସ କରିଦେଲି। ମିକ୍ସ କରିକି ଏଠି ସାଧା ପାଣି ଆଉ ଟିକେ କ୍ୱାଣ୍ଟିଟି ବଢ଼ାଇବା ପାଇଁ ମୁଁ ଏଠି ସାଧା ପାଣି ଟିକେ ଆଡ଼୍ କରିଦେଲି। କ୍ୱାଣ୍ଟିଟି ବଢ଼ିଯିବ। ତ ତାକୁ ଗୋଟେ ଜାରରେ ମାନେ ବୋତଲରେ ହେଉ ବା ସ୍ପ୍ରେ ବୋତଲ ହେଉ ଭର୍ତ୍ତି କରିଦେବେ। ଭର୍ତ୍ତି କରିଦେଇକି ଆପଣମାନଙ୍କର ଯେଉଁ ଜାଗାରେ ଝିଟିପିଟି ସବୁ ରହୁଛି ସେଇ ଜାଗାରେ ଆପଣମାନେ ସ୍ପ୍ରେ କରିଦେବେ। ଦେଖିବେ କିଛି ଦିନ ଆପଣମାନଙ୍କର ସ୍ପ୍ରେ କଲା ଭିତରେ ଆପଣମାନଙ୍କର ଝିଟିପିଟି ଆଉ ଆସିବେ ନାହିଁ, ଘରକୁ ଆସିବେ ନାହିଁ, କି କିଛି ଅସନା କରିବେ ନାହିଁ, କି ଖାଦ୍ୟରେ ପଡ଼ିବା ବି ଡର ବି ଭୟ ଚାଲିଯିବ। ତ ଆପଣମାନଙ୍କର ଦୂରେଇ ଯିବ। ତ ଏଇ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ କରିକି କହିବେ। ଆଉ ନିଶ୍ଚିତ ଭାବରେ ବନେଇବେ, ଆପ୍ଲାଏ କରିବେ, ଆପଣମାନଙ୍କର ସମସ୍ୟା ଦୂର ହେବ। ଝିଟିପିଟି ନିଶ୍ଚିତ ଭାବରେ ସ୍ପ୍ରେ କରିଦେଲେ ସେଇ ଜାଗାରେ ଯେଉଁ ଜାଗାରେ ଆପଣମାନଙ୍କର ଝିଟିପିଟି ବାହାରୁଛି, ଖାସ୍ କରି ଲାଇଟ୍ ବୋର୍ଡ଼ ପାଖରେ ବାହାରେ, କବାଟ କୋଣରେ ବାହାରେ, ଟିଭି କୋଣରେ ବାହାରେ, ସେଇ ଜାଗାରେ ଆପଣମାନେ ଟିକେ ଏମିତି ସ୍ପ୍ରେ କରିଦେବେ। ମୁଁ ଯେଉଁ ପ୍ରୋସେସ୍ରେ କରୁଛି ସେଇ ପ୍ରୋସେସ୍ରେ ଆପଣମାନେ କରିଦେବେ। ତ ଆପଣମାନଙ୍କର ଝିଟିପିଟି ସେ ସ୍ମେଲ୍ ପାଇକି ଦୂରେଇ ଯିବ, ଆଉ ଆସିବ ନାହିଁ। ତ ଆଶା କରୁଛି ଆପଣମାନଙ୍କୁ এই ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ନିହାତି ଭାବରେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ କରିକି ରଖିଥିବେ ଏମିତି ନୂଆ ଭିଡ଼ିଓ ପାଇବା ପାଇଁ। ତ ଭିଡ଼ିଓଟି ଯଦି ଭଲ ଲାଗିଥାଏ ନିହାତି ଭାବରେ ସେୟାର କରିବେ, ଯେମିତି ଆପଣ ଦେଖିକି ବେନିଫିଟ୍ ପାଉଛନ୍ତି ଅନ୍ୟମାନଙ୍କୁ ସେମିତି ସେୟାର ଅତ୍ୟଧିକ ସେୟାର କଲେ ସେମାନେ ବି ବେନିଫିଟ୍ ପାଇବେ। ତ ନିଶ୍ଚିତ ଭାବରେ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଏଇ ପ୍ରୋସେସ୍ରେ ଆପଣମାନେ କରନ୍ତୁ, ଆପଣମାନଙ୍କର ସମସ୍ୟା ଦୂର ନିଶ୍ଚିତ ଭାବରେ ହେଇଯିବ। ରହୁଛି, ଧନ୍ୟବାଦ, ନମସ୍କାର।